ଖଟଖିଆ ଗୋବରା ଗନ୍ଧେଇଲାରେ ବିଜୁ ଜନତା ଦଳରୁ ତମ ଦଳକୁ ଯାଇ ସାମିଲ ହେଉଥିବା ପୁକା ବାଇଗଣ କ'ଣ କହୁଛନ୍ତି ଟିକେ ଦେଖ। ମୁଁ 2014ରୁ 19 ପର୍ଯ୍ୟନ୍ତ ଯେଉଁ ଥିଲି ସାଂସଦ ଥିଲି, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦଳ ମୋତେ ଅଣଦେଖା କଲା, ଯାହାଫଳରେ କି ମୁଁ ଆଜି ବିଜେଡି ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଛି। ଆଜ୍ଞା ଦେଖିଲେ ତ ସେମ୍ ଡାଇଲେକ୍ଟ, ଦଳ ଆମକୁ ଅଣଦେଖା କଲା। ଏମାନେ ବୋଧେ ନିଜର ପୈତୃକ ସମ୍ପତ୍ତି ବିକି କର୍ମୀମାନଙ୍କୁ ହାରି ଦେଖୁଥିଲେ। ଦଳ ଆଙ୍କୁ ପୁଳାଏ ପୁଳାଏ ଦେଇଥାନ୍ତା, ଦେଲାନି। ସେଥିପାଇଁ ଇଏ ମ୍ୟାଡ଼ାମ କୁଆଡ଼େ ବିଜେଡ଼ି ଛାଡ଼ି ବିଜୁ ଜନତା ଦଳର ସାମିଲ ହେଲେ। ଏଇଭଳି ପୁକା ବାଇଗଣ ବିଜେପିକୁ ଚାଲିଯିବାଟା ଭଲ। ବିଜେପିକୁ ଯାଇ ଲୋକଙ୍କ ସେବା କରିବେ, ଲୋକଙ୍କ ପାଇଁ କାମ କରିବେ, ବିଜେପି ସଂଗଠନକୁ ଆଗକୁ ନେବେ। ତାଙ୍କ କଥାରୁ ଜଣାପଡ଼ୁଛି ବିଜେଡ଼ି ଛାଡ଼ି ବିଜୁ ଜନତା ଦଳରେ ସାମିଲ ହେଲେ। ମୁଁ ବେଶୀ କିଛି କହିବିନି, ଯାହା କହିବେ ପ୍ରମିଳା ମ୍ୟାଡ଼ାମ କହିବେ। ବିଜୁ ଜନତା ଦଳରେ ଯେଉଁମାନେ ପୋକ ଲାଗିଗଲେ, ପୋକା ବାଇଗଣ ହେଇଗଲେ, ତାକୁ ବିଜୁ ଜନତା ଦଳ ଯାହାକୁ ଫୋପାଡ଼ି ଦେଲା, ତାକୁ ସେ ନେଇଛନ୍ତି। ପୋକା ବାଇଗଣ କୋଉ କାମରେ ଲାଗିବେନି।